ଭଲ ଭାବରେ ସୁଡାନରେ ଏହି ଦୃଶ୍ୟ ଆପଣମାନେ ଭଲ ଭାବରେ ଦେଖିପାରନ୍ତି। ବଞ୍ଚିଥିବା ମଣିଷମାନଙ୍କୁ ଗୋଟିଏ ଘରେ କରି ବଞ୍ଚିଥିବା ଲୋକମାନଙ୍କୁ ନିଆଁ ଲଗାଇ ଜାଳିଦେଲେ। ସୁଡାନରେ ରହୁଥିବା କୌଣସି ଏମାନେ ହିନ୍ଦୁ ନୁହନ୍ତି, ନା ମରିବା ଲୋକ ହିନ୍ଦୁ, ନା ମାରୁଥିବା ଲୋକ ହିନ୍ଦୁ, କିନ୍ତୁ ଏମାନେ ଭଲ ଭାବରେ ଜାଣିଛନ୍ତି ଇଏ ହେଉଛନ୍ତି ମୁସଲମାନ ବୋଲି। ଯଦି ଆପଣ ବିଚାର କରିବେ, ମୁସଲମାନ ମାନେ ଯେଉଁଠି ସାଧୁ ସନ୍ଥମାନେ ସନାତନ ସଂସ୍କୃତିରେ ପ୍ରେମ, ଭଲ ପାଇବା, ଆଧ୍ୟାତ୍ମିକତା ଶିଖାଇଥାନ୍ତି, ସେଠି ହତ୍ୟାର କୌଣସି ଜାଗା ନଥାଏ ଏବଂ ସାଧୁ ସନ୍ଥମାନେ ହତ୍ୟା କରିବାକୁ ଘୋର ବିରୋଧ କରିଥାନ୍ତି ଏବଂ ପ୍ରତ୍ୟେକ ମାନବତାବାଦୀ ବିଚାରଧାରାକୁ ସେମାନେ ବଞ୍ଚେଇ ରଖିବାକୁ ପ୍ରୟାସ କରନ୍ତି ସନାତନ ସଂସ୍କୃତିର ଲୋକମାନେ। ଗୀତା ଯେଉଁଠି ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟ ସର୍ବେ ବଦ୍ୟାଣି ପଶ୍ଚନ୍ତୁର ମାର୍ଗ ମାନବତାର ପ୍ରଥମ ପାହାଚ ଶିଖାଇଥାଏ, ଏଠି କୌଣସି ବ୍ୟକ୍ତି କୌଣସି ସାମାଜିକ ସାମୂହିକ ହତ୍ୟାକୁ ଘୋର ନିନ୍ଦା କରେ ସେଇ ସନାତନ ସାଧୁ ସମାଜ ଏବଂ ଗୀତା ମଧ୍ୟ। ଏମିତି କୌଣସି ମଣିଷ ନାହିଁ ହିନ୍ଦୁ ଧର୍ମରେ ଯେ ହତ୍ୟାକୁ ବିରୋଧ ନ କରେ। ସେଥିପାଇଁ ଭାରତର ସଂସ୍କୃତି, ଭାରତର ବିଚାରଧାରା, ଭାରତର ପରମ୍ପରାକୁ ବଞ୍ଚେଇ ରଖିବା ଆମର କର୍ତ୍ତବ୍ୟ। ନହେଲେ ସୁଡାନ ଭରି ଆମ ଦେଶ ମୁସଲିମ ନ ହଉ, ଆମ ଦେଶର ବିଚାରଧାରା ସୁଡାନ ଭଳି ମୁସଲିମ ମାନଙ୍କ ବିଚାରଧାରାରେ ନ ମିଶୁ, ଏଇଟା ହିଁ ଆମ ସନାତନ ସଂସ୍କୃତିର, ସନାତନ ବିଚାରଧାରାର ପବିତ୍ର ପରମ୍ପରା ବଞ୍ଚି ରହିବା ନିହାତି ଆବଶ୍ୟକ। ସେଥିପାଇଁ ସୁଡାନର ଏଇ ଚିତ୍ରକୁ ଦେଖିସାରିବା ପରେ ଆପଣମାନଙ୍କ ମନ ଭିତରେ କ'ଣ ସୃଷ୍ଟି ହେଇଛି ସେ ବିଷୟରେ ଆପଣଙ୍କ ନିଜ ମତାମତ ନିହାତି ଜଣାନ୍ତୁ। ଜୟ ଜଗନ୍ନାଥ, ବନ୍ଦେ ମାତରମ୍।